ମୋର ପ୍ରିୟ ଫ୍ୟାମିଲି, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ସୋ ଫାଇନାଲି ଆସନ୍ତାକାଲି ଆପଣଙ୍କର CUET BEd ର ପରୀକ୍ଷା ଆପଣଙ୍କର ଅଛି। ପ୍ରାୟତଃ ଆପଣମାନେ ବାହାରି ଯାଇଥିବେ, ଯଦି ବାହାରି ନଥିବେ ପ୍ରାୟ ଆଜି ବାହାରିବେ, ରାଇଟ୍? ଦେଖନ୍ତୁ, ଆପଣମାନେ କାଲି CUET BEd ରେ ସୁନିଶ୍ଚିତ କ୍ୱାଲିଫାଇ କରିବେ। ଖାଲି କିଛି ଜିନିଷ ମୁଁ ଯୋଉଟା ଆପଣଙ୍କୁ ବର୍ତ୍ତମାନ କହିବି ତାକୁ ଖାଲି ଟିକେ ଭଲସେ ମନେ ରଖିଥିବେ ଆଉ କାଲି ତାକୁ ଯେମିତି ଆପଣ ଇମ୍ପ୍ଲିମେଣ୍ଟ ନିହାତି କରିବେ। ଠିକ ଅଛି? କଣ କଣ ସବୁ କରିବେ ତ ସବୁ ସାଙ୍ଗମାନଙ୍କୁ ଯେମିତି ଆପଣ ଜଣେଇଦେବା ପାଇଁ ଭୁଲିବେ ନାହିଁ। ନମ୍ବର 1, ପ୍ରଥମ ଜିନିଷ, ଆପଣ ଯଦି ଏଡମିଟ୍ କାର୍ଡକୁ ବାହାର କରିନାହାନ୍ତି, ଏଡମିଟ୍ କାର୍ଡକୁ ରେଡି ରଖନ୍ତୁ। ଯୋଉ ଡକୁମେଣ୍ଟ ଆପଣଙ୍କର ଏଡମିଟ୍ କାର୍ଡରେ କୁହାଯାଇଛି ତାକୁ ନେଇକି ଆପଣ ନିହାତି ପରୀକ୍ଷା ହଲକୁ ଯିବେ। ଜମାରୁ ଓରିଡ୍ ହେବନି ରେ, ବିନ୍ଦାସ ରହିବ ମୋ ପିଲା। ତୁମେ କ୍ୱାଲିଫାଇ ନିହାତି କରିବ, ଟେନସନ ନେବାର କିଛି ନାହିଁ। ଗୋଟେ ଜିନିଷ ଖାଲି ମନେ ରଖିବରେ, ନେଗେଟିଭ ମାର୍କିଂ ଅଛି ହେଲା। ଦୟାକରି ସବୁ କ୍ୱେଶ୍ଚେନର ଉତ୍ତର କରିବା ନାହିଁ। ଦେଖନ୍ତୁ, ଯଦି ଆମେ ଗତ ବର୍ଷର ବି ସିଲେକ୍ସନ ଲିଷ୍ଟ କହିବା, ଆପଣ କୋରାପୁଟରେ ପାଇବେ, ନହେଲେ ଝାରଖଣ୍ଡରେ ପାଇବେ, ନହେଲେ କର୍ଣ୍ଣାଟକରେ ହବ, ନହେଲେ ହରିୟାଣାରେ ହବ, କୌଣସି ବି ଜାଗାରେ ଆପଣଙ୍କର ହବ। ଏଥିରେ ଆମର କଣ ଅଛି କହିଲ? କିଛି ନାହିଁ। 40ଟା ଖଣ୍ଡେ କରିଦେଲେ ଉଡି ଉଡିକି ଆପଣଙ୍କର 40ଟା ଠିକ, 40ଟା 35ଟା ଏତିକି ଠିକ କରିଦେଲେ ଆପଣଙ୍କର ହେଇଯିବ। ବଟ୍ ଆପଣ ବହୁତ ଅଧିକା କରିପାରିବେ ହେଲା। ପ୍ରଥମ ଜିନିଷ, ବିନ୍ଦାସ ଆଜି ଯେମିତି ବଡି ପ୍ରପର ରେଷ୍ଟ ହେବା ଦରକାର ହେଲା। ଆଜି ଏତେ ଚିନ୍ତା କରିବନି। ଏକ୍ସାମ ଯଦି ଦୂରରେ ପଡିଛି, ଆଜି ଯାଇକି କୋଉଠି ଆପଣ ରହିଯାଆନ୍ତୁ, ଯେମିତି ବଡି ପ୍ରପର ରେଷ୍ଟ ନେଇଥିବ। କାଲି ଆପଣ ପରୀକ୍ଷା ଦେବା ପାଇଁ ପୁରା ବିନ୍ଦାସ ମାଇଣ୍ଡରେ ଆପଣ ଯିବେ। ପରୀକ୍ଷା ହଲକୁ ଲେଟରେ ପହଞ୍ଚିବେନି। ପରୀକ୍ଷା ପୂର୍ବରୁ ଯେମିତି ଆପଣ ପହଞ୍ଚିବେ, ଠିକ ଟାଇମରେ ଯେମିତି ଆପଣ ପରୀକ୍ଷା ହଲକୁ ପହଞ୍ଚିବେ, ସବୁ ଡକୁମେଣ୍ଟକୁ ଧରିକି ହେଲା। ଏସବୁ ଦାୟିତ୍ୱ ଆପଣଙ୍କର। ପ୍ରପର ରେଷ୍ଟ ନେବା ଆପଣଙ୍କ ଦାୟିତ୍ୱ ଏବଂ ପରୀକ୍ଷା ହଲକୁ ଟାଇମରେ ପହଞ୍ଚିବା। ଏ ପରୀକ୍ଷାରେ କେମିତି କ୍ୱାଲିଫାଇ କରିବେ ତା ସମ୍ପର୍କରେ ତ ମୁଁ ଆପଣଙ୍କୁ ବହୁତ ଥର ବୁଝେଇଥିଲି, ହେଲେ ବି ଆପଣଙ୍କୁ ଆଉ ଥରେ ବୁଝାଉଛି। ଦେଖନ୍ତୁ, CUET BEd ରେ କ୍ୱାଲିଫାଇ କରିବା ବହୁତ ହି ଇଜିଏଷ୍ଟ ଜିନିଷ। ଖାଲି ଗୋଟେ ଜିନିଷ ମନେ ରଖିବ, ନେଗେଟିଭ ମାର୍କିଂ ଅଛି। ତେଣୁକରି ସବୁ କ୍ୱେଶ୍ଚେନ କରିବେ ନାହିଁ। ହେଲେ ଆଗ ଆପଣ କଣ କରିବେ? ସିମ୍ପଲ ଜିନିଷ, ଆଗ ଟିଚିଂ ଆପ୍ଟିଚ୍ୟୁଡ ଆପଣ କରିବେ। ଟିଚିଂ ଆପ୍ଟିଚ୍ୟୁଡ 25ଟା ଖଣ୍ଡେ ଆପଣଙ୍କର କ୍ୱେଶ୍ଚେନ ଥାଇପାରେ, ଯେତେ ବି ଥିବ କହିହେବନି, ଯେତେ ବି ଥିବ। ଟିଚିଂ ଆପ୍ଟିଚ୍ୟୁଡର ଖାଲି 4ଟା ଅପସନ ଦେଖିଦେଲେ ହିଁ ଆପଣ କହିଦେଇ ପାରିବେ କୋଉଟା ଅଲଗା ଅଛି। ଯଦି ଆପଣ ପ୍ରାକ୍ଟିସ କରିଛନ୍ତି ତ, ଆଉ ଯଦି ଆପଣ କ୍ଲାସ ହିଁ କରିନାହାନ୍ତି, ହେଲେ ମୁଁ କଣ କହିବି, ଟିଚିଂ ଆପ୍ଟିଚ୍ୟୁଡରେ ଆପଣଙ୍କର ଗୋଟେ ବି କ୍ୱେଶ୍ଚେନ ଭୁଲ ହବ ହିଁ ନାହିଁ। ଖାଲି ଏଲିମିନେଟ କରିଦେବ ନା ରେ କୋଉଟା ଅଲଗା ଅଛି। ଆମକୁ କାଉଣ୍ଟ କରି କାଉଣ୍ଟିଂ କରୁଥିବ ହେଲା, ମୋର କେତେଟା ପୁରାପୁରି ଠିକ। କାହିଁକି ନା ଯଦି 40ଟାରୁ 75ଟା ଆପଣଙ୍କର କ୍ୱେଶ୍ଚେନ ପଡିବ ହେଲା, 75ଟା କ୍ୱେଶ୍ଚେନ ଆପଣଙ୍କର ପଡିବ, ଗୋଟେ ଠିକ କଲେ 4 ମାର୍କ ଆପଣଙ୍କୁ ମିଳିବ, ଗୋଟେ ଭୁଲ କଲେ 1 ମାର୍କ ଆପଣଙ୍କର କଟିଯିବ। ତେଣୁକରି ପ୍ରଥମ ଜିନିଷ, ନେଗେଟିଭ ମାର୍କିଂ ଅଛି, ସବୁ କ୍ୱେଶ୍ଚେନ ଆପଣ କରିବେ ନାହିଁ, ନହେଲେ ଆପଣଙ୍କର ସ୍କୋର କମିଯିବ। ଦୟାକରି ସବୁ କ୍ୱେଶ୍ଚେନ ଭୁଲରେ ବି ଆପଣ କରିବେ ନାହିଁ। ଠିକ ଅଛି? କଣ କରିବେ? ଆଗ ଟିଚିଂ ଆପ୍ଟିଚ୍ୟୁଡ ଆପଣ କରି ଗଲେ, ଧରାଯାଉ 25ଟା କ୍ୱେଶ୍ଚେନ ଆପଣଙ୍କର ପଡିଛି, ସେ ଭିତରୁ 23ଟା କ୍ୱେଶ୍ଚେନ ଆପଣଙ୍କୁ ଆସିଲା, ଆଉ ବମ୍ ବମ୍ ଭଲେ 23 ଚକ୍ ଆପଣ କରିଦେଲେ। 23 ଚକ୍ ଯେତିକି ହେଲା, ଭାଇ ଏତେ ସ୍କୋର ଆପଣଙ୍କର ହେଇଗଲାଣି। ଠିକ ଅଛି? ଏବେ ନେକ୍ସଟ ଆପଣ ଯିବେ ସୋସିଆଲ ସାଇନ୍ସ ଆଡକୁ ଯିବେ। ସୋସିଆଲ ସାଇନ୍ସରେ ଦେଖିବେ ସବୁ କ୍ୱେଶ୍ଚେନ ଆପଣଙ୍କୁ ଆସୁଥିବ, ସେମିତି କିଛି ମାନେ ନାହିଁ। ଯେତିକି ଆସିବ ଆଗ ଆପଣ କାଉଣ୍ଟ କରି ଆପଣ ଯିବେ। ତାପରେ ମ୍ୟାଥମେଟିକ୍ସକୁ ଆପଣ ଯିବେ, ଦେନ୍ ସାଇନ୍ସକୁ ଆପଣ ଯିବେ ହେଲା। ତାପରେ ଏଇ ଯୋଉ ଆର୍ଟସ, ମ୍ୟୁଜିକ, ୟୋଗା, ୟାକୁ ନେଇକି ମୁଁ ଆପଣଙ୍କୁ ନୋଟ୍ସ ବି କିଛି ସେୟାର କରିଥିଲି, ଆପଣଙ୍କର ମନେ ଥିବ ନା? ଟେଲିଗ୍ରାମ ଗ୍ରୁପରେ ଆପଣଙ୍କର ଫାଇଲ୍ସରେ ଆପଣ ଦେଖିବେ। ଏଇଟା CUET BEd ର ବୁକ୍ସ, ଡ୍ୟାନ୍ସ, ମ୍ୟୁଜିକ, ୟୋଗା, ଏଇ ସବୁ ନୋଟ୍ସ ଆପଣଙ୍କୁ ଦେଇଥିଲେ ନା? ଟିକେ ୟାକୁ ବି ଦେଖିଦେବେ ହେଲା। ଆଉ ଆଜି ଗୋଟେ କାମ କରିବ, ଯେତିକି ବି ପ୍ରିଭିୟସ ଇୟର କ୍ୱେଶ୍ଚେନ ଗୁଡା ପଡିନି କି, ତାକୁ ବି ଟିକେ ଦେଖିଦବ। ପ୍ରଥମ ଜିନିଷ, ଆଗ ଟିଚିଂ ଆପ୍ଟିଚ୍ୟୁଡ କରିବରେ, ଟିଚିଂ ଆପ୍ଟିଚ୍ୟୁଡରେ ଆପଣଙ୍କର ଗୋଟେ ବି ସ୍କୋର କଟିବନି, ଆଉ କାଉଣ୍ଟ କରିଦେବ ହେଲା। ଟିଚିଂ ଆପ୍ଟିଚ୍ୟୁଡରେ ମୋର କେତେଟା ପୁରାପୁରି ଠିକ ହେଲା, ଧରାଯାଉ 20ଟା ପାଖାପାଖି ଠିକ ହେଲା, ଧରାଯାଉ 20ଟା। ଆଉ ବାକି ଗୁଡା କରିବନି, ଉପରେ କରିବ। ତାପରେ ମ୍ୟାଥମେଟିକ୍ସରେ, ଦେନ୍ ମ୍ୟାଥମେଟିକ୍ସକୁ ଯିବ, ନାଇଁ ତାପରେ ଆଉ ସୋସିଆଲ ସାଇନ୍ସ ଯିବ, ଦେନ୍ ସାଇନ୍ସ, ଦେନ୍ ମ୍ୟାଥମେଟିକ୍ସ ଆଡକୁ ଯିବ। ଠିକ ଅଛି? ତାପରେ ଆର୍ଟସ, ମ୍ୟୁଜିକ, ୟୋଗାରୁ ତ ଆପଣଙ୍କର ଯେମିତି ୟୋଗା ସମ୍ପର୍କରେ ଆପଣଙ୍କର କିଏ କହିଥିଲେ, ପତଞ୍ଜଳି ସମ୍ପର୍କରେ, ଏଗୁଡା ପଚାରିବ ଆଉ।
बुक्स गुड़ा सब गुड़ा मन थी बोली आपणकर माने नहीं जितकी मन थी आपण ताको करेंगे नहले भी 75टा क्वेश्चन आपणकर आपण पूरा पूरी गुणी गुणी 40टा पूरा ठीक करी आसंतु ना आ 35टा जमारू करंतुनी नो प्रॉब्लम खाली 40टा किंतु पूरा ठीक करके आसते 40टा जे गोटे पिला खाली सब ठीक करके आसी माने 160 मार्क आपणको रखी दउची से हसी हसी की कोरापुट रे पाई जीवो नहले झारखंड रे पाई जीवो हरियाणा रे पाई जीवो कर्णाटक रे पाई जीवो पिलांकर सिलेक्शन एइथि पई हुएनी काहे ना से माने सब क्वेश्चन करि दियंती सब क्वेश्चन कर देले तो आपणकर जीरो आ नेगेटिव मार्किंग रे आपणकर स्कोर कटि जीवो तेणुकर किसी आवश्यकता नहीं गुणी गुणी करिवो तुमे गुणी गुणी की 40 रु 45 टा कोन ठीक करिके आसना 40 रु 45 हो ठीक अछि तुमर नहीं मोर नहीं जिते तुमे कहबो जे नहीं मोर 5टा करिके आसी आउ तुमे परीक्षा देबा पई जाओ नेला ठीक अछि टीचिंग एप्टीट्यूड रे तो भूल होबो ना रे सोशल साइंस रे हिस्ट्री ज्योग्राफी पॉलिटी रे केमति भूल होबो मैथमेटिक्स गुडा बेसिक गुडा आपन को पचारे साइंस बेसिक गुडा आपनकर पचारिबो हैला एगुडा आसले आसीबो नले नहीं किछि असुविधा नहीं ठीक अछि व्हाई आई एम एथिस्ट ये तो कॉमन क्वेश्चन आपनकर परीक्षा रे पचारिबो तो गुटे जिंस आज बॉडी को प्रॉपर रेस्ट दियो परीक्षा पूर्वरु खाली सब जेमिति प्रीवियस ईयर क्वेश्चन आपन जेमिति देखु देखु करि पारुथिबे सब पीआईक्यू वीडियो को आज आउ थरे देखि दियो नेक्स्ट परीक्षा रे आगो टीचिंग एप्टीट्यूड करिवो तापरे सोशल साइंस साइंस देन मैथमेटिक्स को जीवो जो गुडा टिके भी डाउट थिबो परवर्ती समय रे करिवो किंतु काउंट करूथिबो जे केता पूरा पूरी मोर ठीक यदि 40 रु 45 टा ठीक ही गला आउ करिवार आवश्यकता नाही यदि सर आप मते आसुची मु करबिनी की करंतु यदि आसुची तो देन निहाती करिवे नहले 40 रु 45 टा यदि पूरा पूरी ठीक आ बाकी आसुनी देन करिवार आवश्यकता नाही कहबार अर्थ होची नेगेटिव मार्किंग अछि आपनकर स्कोर कमी जिवो टीचिंग एप्टीट्यूड सोशल साइंस साइंस मैथमेटिक्स देखु देखु करी हबो सेगुडा ही आपण करिके आसत ठीक अछि ऑल द बेस्ट पिला माने विश्वास करो मो ऊपर काली एग्जाम सबटु बेस्ट हबो आपनकर आ आपण इजीली क्वालिफाई करिके मते आसीबे आसीबे सुनिश्चित आसीबे थैंक यू जय जगन्नाथ धन्यवाद।